Very, very sweet morning. Namaskar. 23rd March, Saturday. ଆଜି ରାହୁ କେତୁ ଚଳନ ହେଉଛି 12:37ରେ ରାହୁ କେତୁ ଚଳନ ହେଉଛି। ରାହୁ ଆସୁଛନ୍ତି ମିଥୁନ ରାଶିକୁ, କେତୁ ଆସୁଛନ୍ତି ଧନୁ ରାଶିକୁ। ଏହି ରାହୁ କେତୁ ଚଳନ ସମସ୍ତଙ୍କ ଲାଇଫରେ କିଛି ଚେଞ୍ଜ ଆସିବ। ମନେ ରଖନ୍ତୁ, ରାହୁ କେତୁ ହେଉଛି ପ୍ରାରବ୍ଧ ବା ଜନ୍ମର ଯାହା ସବୁ ପେଣ୍ଡିଙ୍ଗ ହେଇକି ଥାଏ କିଛି ଭୋଗ କରାଇ ଦିଅନ୍ତି। ଯଦି କିଛି କଷ୍ଟ ପାଉଛନ୍ତି, କିଛି ପ୍ରାରବ୍ଧ କଟିଗଲା, ଆପଣଙ୍କର ଖରାପ କର୍ମର ଫଳ କଟିଗଲା। ଯଦି କିଛି ଭଲ ହେଉଛି, ଆପଣଙ୍କର ଶୁଭ କର୍ମର ଭଲ କର୍ମର ଫଳ ଆପଣଙ୍କୁ ମିଳୁଛି। ସବୁବେଳେ ଟ୍ରାଏ କରନ୍ତୁ। ଭଗବତ ଗୀତାରେ ମଧ୍ୟ ଉଲ୍ଲେଖ ଅଛି, ଭଲ କାମ କରିବାକୁ ଟ୍ରାଏ କରନ୍ତୁ। ଭୟ କରନ୍ତୁ ନାହିଁ, ଯାହା ବି ହୁଏ ଭଲ ପାଇଁ ହୁଏ। ଏଇଟା ହେଉଛି ସବୁଠୁ ବଡ଼ ସୁନ୍ଦର କନସେପ୍ଟ। ଆପଣ ସବୁବେଳେ ଭାବନ୍ତୁ, ଯାହା ବି ହେଉଛି ଭଲ ପାଇଁ ହେଉଛି। ଦୁଃଖ ହେଲେ ଆପଣଙ୍କର କିଛି ସରିଗଲା, ଆଗକୁ କିଛି ଭଲ ହେବ। କିଛି ରିମେଡ଼ି ମୁଁ ନିଶ୍ଚୟ ଆପଣଙ୍କୁ କହିବି। ମେଷ ରାଶି, କଣ୍ଟାକ୍ଟ ଆଜି ବହୁତ ରହିବ। ଆପଣ ଆଜି ଏନର୍ଜେଟିକ୍ ରହିବେ। କୌଣସି କାମକୁ କରିବା ପାଇଁ କି କିଛି ହେଲ୍ପ ବି ଆପଣଙ୍କୁ ମିଳିଯିବ। ବହୁତ ବଢ଼ିଆ ଦିନ ଅଛି ଆପଣଙ୍କ ପାଇଁ। ବୃଷ ରାଶି, ଆଜି ବିଭିନ୍ନ କାମକୁ କରିବା ପାଇଁ କି ବିଜି ରହିବେ। ଆପଣଙ୍କୁ ଟିକେ ରେଷ୍ଟ ମିଳିବ ନାହିଁ। ଷ୍ଟିଲ୍ ଆପଣ କାମ ଆଗକୁ କିଛି ବଢ଼ିବ। ମିଥୁନ ରାଶି, ଆପଣଙ୍କୁ ଆଜି କିଛି ଚେଞ୍ଜ ଅନୁଭବ କରିବେ, କାରଣ ଆପଣଙ୍କ ଗୃହକୁ ଆସୁଛନ୍ତି ଯେହେତୁ ରାହୁ ଆସୁଛନ୍ତି, ଆପଣ ସେଥିପାଇଁ କି ଆଜି ଫ୍ୟୁଚର ରିଲେଟେଡ୍ କିଛି ଷ୍ଟେପ୍ ନେବେ। ଲଙ୍ଗ ଜର୍ଣ୍ଣିଂ ଯଦି ଅଛି, ଏ ବି ଭଲ ରହିବ। କର୍କଟ ରାଶି, ଆପଣଙ୍କ ପାଇଁ ଆଜି କିଛି କାମ କରିବା ପାଇଁ କି କିଛି ନୂଆ ଷ୍ଟେପ୍ ନେବେ। ରେଷ୍ଟଲେସ୍ ଟିକେ ଫିଲ୍ କରିବେ। ଖର୍ଚ୍ଚ ମଧ୍ୟ ଅଛି, ଆପଣଙ୍କୁ କିଣାକିଣି କିଛି କରିବେ। ସିଂହ ରାଶି, ଆପଣଙ୍କ ପାଇଁ ଆଜି କୌଣସି ନୂଆ ଏନର୍ଜି ଉତ୍ସାହ ଆପଣ ଆଜି ଅନୁଭବ କରିବେ। ଆପଣଙ୍କୁ ପବ୍ଲିକ୍ କଣ୍ଟାକ୍ଟରେ କିଛି ଚେଞ୍ଜ ହେବ, କିଛି ଆଡ଼୍ ମଧ୍ୟ ହେବ ନୂଆ କଣ୍ଟାକ୍ଟ ଆପଣଙ୍କର। କନ୍ୟା ରାଶି, ଆପଣ ଆଜି ଡିଷ୍ଟର୍ବ ରହିବେ। କିଛି ଲସ୍ ହେଇପାରେ, ହଜି ଯାଇପାରେ। ଆପଣ ସେଥିପାଇଁ କି କିଛି ନୂଆ ପ୍ଲାନିଂ କରିବେ। କୌଣସି ଜିନିଷକୁ ନେଇକି ଆପଣ ଟିକେ ଆଜି ଅପସେଟ୍ ରହିବେ। ତୁଳା ରାଶି, ବହୁତ ବଢ଼ିଆ ଦିନ ଅଛି। କିଛି ନଲେଜ୍ ଗେନ୍ କରିବେ। ଆପଣଙ୍କର ପିଲାଙ୍କ ସହିତ ସୁନ୍ଦର ଟାଇମ୍ ବି ସ୍ପେଣ୍ଡ କରିବେ। ଆପଣଙ୍କ ପାଇଁ ଆଜି ନୂଆ କିଛି ପ୍ରୋଜେକ୍ଟ, ନୂଆ କିଛି କାମ ଅଛି, ସେଇ କାମକୁ କରିବା ପାଇଁ କି ଏନର୍ଜି ମିଳିବ। ବହୁତ ଭଲ ଦିନ ମଧ୍ୟ ଅଛି। ବିଛା ରାଶି, ରେଷ୍ଟଲେସ୍ ଫିଲ୍ କରିପାରନ୍ତି କିମ୍ବା କିଛି ହଜିଯାଇପାରେ। ଆପଣ ଆଜି ଟିକେ କେୟାରଫୁଲ୍ ରୁହନ୍ତୁ। କୌଣସି ସ୍ପିରିଚୁଆଲ୍ କାର୍ଯ୍ୟ କରିବାକୁ ବି ଇଚ୍ଛା ହେବ। ତା ସହିତ ଆଜି କୌଣସି ନୂଆ ଏକ ଟ୍ୟାଲେଣ୍ଟ ଆପଣଙ୍କର କିଛି ବାହାରିବ। ନିଦ ଆଜି ଆପଣଙ୍କୁ ଭଲ ଭାବରେ ହେବନି। ଧନୁ ରାଶି, ଆପଣଙ୍କ ପାଇଁ ଆଜି ନୂଆ କଣ୍ଟାକ୍ଟ ଅଛି। ଫୋନ୍ କଲ୍ ଅଧିକ ଆସିବ। ଆପଣ ଆଜି ନୂଆ ମେସେଜ୍ ମଧ୍ୟ ମିଳିବ। ଆପଣଙ୍କ ପାଇଁ ଆଜି କିଛି ଦୂରକୁ ଯାତ୍ରା ପାଇଁକି ଭିସା, ପାସପୋର୍ଟ ଯଦି କରିବାକୁ ଅଛି, ଇଏ ବହୁତ ବଢ଼ିଆ ରହିବ। କଲିଙ୍କ ସହିତ ଅଫିସରେ ବହୁତ ବଢ଼ିଆ ସୁନ୍ଦର ଟାଇମ୍ କଟିବ। ମକର ରାଶି, ଆପଣ ଆଜି ନିଜ ଉପରେ ଟିକେ ଅଧିକ କିଛି କାମ କରିବା ପାଇଁ କି ଚେଷ୍ଟା କରିବେ। ଆପଣଙ୍କର ଘରର ସାମାନ କିଛି କିଣାକିଣି କରିପାରନ୍ତି କିମ୍ବା ଆପଣଙ୍କୁ କୌଣସି ପ୍ରପର୍ଟି, ଇନହେରିଟାଣ୍ଟ ପ୍ରପର୍ଟିକୁ ନେଇକି କିଛି କାମ କରିବେ। ସିକ୍ରେଟିଭଲି ଆଜି କୌଣସି ଏନିମିଙ୍କ ବିଷୟରେ ଚିନ୍ତା କରିବେ। କିଛି ନା କିଛି ଆପଣଙ୍କର ଟ୍ରାନ୍ସଫର୍ମେସନ୍ ହେବ। କୁମ୍ଭ ରାଶି, ଆପଣଙ୍କ ପାଇଁ ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ କାମକୁ ନେଇକି ଆପଣ ଆଜି ରିଲାକ୍ସରେ ରହିବେ। ବହୁତ ବଢ଼ିଆ ଦିନ ମଧ୍ୟ ଅଛି। ଯାତ୍ରା ତ ବହୁତ ଭଲ ହେବ। କିଛି ନଲେଜ୍ ଆପଣଙ୍କୁ ପ୍ରାପ୍ତି ହେବ। ଆପଣଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ କାମକୁ ନେଇକି ଆପଣ ଆଜି କିଛି ନୂଆ ସେଟ୍ କରିବେ, ମାଇଣ୍ଡ ସେଟ୍ କରିବେ। ଆପଣଙ୍କ ପାଇଁ ଆଜି ବହୁତ ଭଲ ଦିନ ଅଛି। ମୀନ ରାଶି, ଆପଣ କୌଣସି କଥାକୁ ନେଇକି ମନରେ ଭୟ ଆସିବ। କୌଣସି ଶତ୍ରୁ ଭୟ ଆସିପାରେ। କିଛି ପ୍ରୋବ୍ଲେମକୁ ସର୍ଟ ଆଉଟ୍ କରିବା ପାଇଁ କି ଆପଣ ବହୁତ ଏନର୍ଜି ଦେବେ। କୌଣସି ଜିନିଷ ଲସ୍ ହେଇପାରେ। ଖର୍ଚ୍ଚ ଅଛି, କିଣାକିଣି ବି ଅଛି। ତା ସହିତ କୌଣସି ଷ୍ଟ୍ରେଞ୍ଜର ବା ଅନନୋନ୍ ପର୍ସନକୁ ନେଇକି କିଛି ମନରେ ଭୟ ଆସିବ। ଆପଣ ଆଜି ମହାମୃତ୍ୟୁଞ୍ଜୟ ଜପ କରନ୍ତୁ। ଓಂ ରାଂ ରାହବେ ନମ, ଓಂ କେଂ କେତବେ ନମ। ଏହି ମନ୍ତ୍ର ଜପ କରନ୍ତୁ। ଆପଣ ଚନ୍ଦନ, ହଳଦୀ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ। କିଛି ଏକ୍ସପେକ୍ଟ ନ କରିକି ରିଟର୍ନରେ ଆପଣ
କୌଣସି ଗରିବ ବ୍ୟକ୍ତିକୁ କିଛି ନା କିଛି ସୁନ୍ଦର ଆପଣଙ୍କର ଏକଦମ ପସନ୍ଦର ଦ୍ରବ୍ୟ ଦାନ କରନ୍ତୁ, ଶ୍ରଦ୍ଧାରେ ଦିଅନ୍ତୁ, ଆପଣଙ୍କୁ ଆଶୀର୍ବାଦ ପ୍ରାପ୍ତି ହେବ। ଭିଡ଼ିଓକୁ ଟିକେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଆଉ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରନ୍ତୁ, ଯାହାଦ୍ୱାରା କି ନୂଆ ନୂଆ ଭିଡ଼ିଓ ଆପଣ ଦେଖିପାରିବେ। ଧନ୍ୟବାଦ।